ଛିଣ୍ଡିଗଲାଣି ଓଡ଼ିଶାରେ ପଦ୍ମ ଫୁଟିଗଲାଣି। ଓଡ଼ିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ। ଆଉ ବିଜେଡିର ଏକଛତ୍ର ମାତ ରାଜନୀତି ଚାଲିବନି। ରାଜ୍ୟ ବିଜେଡି ପ୍ରତି ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବ୍ରହ୍ମପୁର ପାଇଁ ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ। ସବୁଆଗ ସେ ବିଜେଡି ଲୋକ ଆଗ କହୁଛନ୍ତି ନା ଭାଇନା ତମେ ଗୋଟେ ଲୋକ ଆମେ ଦେଖିଲୁ ଏଟଲିଷ୍ଟ ସତ କହୁଛ ଆମେ କହିପାରୁ ତମେ କାହିଁ କହିପାରୁନ ରେ କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ କି ଜୀବନଟା ଯାତ୍ରାଟା କେବେ ସରଳ ନଥିଲା। ଜନ୍ମ ସମୟରୁ ମଲା ସମୟରୁ ବି ନାହିଁ। ଜନ୍ମ ହେଲା ବେଳକୁ କାନ୍ଦୁଛି ଲୋକ, ମଲା ବେଳକୁ ବି କଷ୍ଟ ପାଇକି ମରୁଛି। ଯାତ୍ରା ସବୁବେଳେ ସଂଘର୍ଷରେ ଯେଉଁ ମଜା ଅଛି ସୁଖରେ ନାହିଁ। ସଂଘର୍ଷ ଜୀବନ ଆରମ୍ଭ ହୋଇଛି, ସଂଘର୍ଷରେ ଚାଲିଛି, ସଂଘର୍ଷରେ ଜିତିବା, ସଂଘର୍ଷରେ କାମ କରିବା, ସଂଘର୍ଷରେ ହିଁ ତ୍ୟାଗ କରିବା। ମାଇଣ୍ଡ ଫ୍ରି ରହିବ। ବର୍ତ୍ତମାନ ଆପଣ ଲେଖା ଛିଡ଼େଇବେ, ଲେଖାଟା ତ ଛିଡ଼ି ରହିଛି, ଲୋକ ତ ଛିଡ଼େଇ ସାରିଲାଣି। ଶଙ୍ଖଟା ଆଜି ମାରାଥନ ପ୍ରଚାରରେ ସାଂସଦ ଶ୍ରୀ ପାଣିଗ୍ରାହୀ ଏବଂ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମିଳିକ ମୋହନା ବ୍ଲକ ଅନ୍ତର୍ଗତ କମଳାପୁର ଛକରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ କର୍ମୀଙ୍କ ସହ ରୋଡ୍ ଶୋରେ ବାହାରି ମୋହନା, ଅଡବା, ଚାନ୍ଦିପୁଟ, ଚନ୍ଦ୍ରଗିରି, ରାମଗିରି, ଉଦୟଗିରି, ରାୟଗଡ଼, ନୂଆଗଡ଼ ଆଦି 4ଟି ବ୍ଲକରେ ରୋଡ୍ ଶୋ କରିଛନ୍ତି। ଏଥର ଓଡ଼ିଶାରେ ଭାଜପା ସରକାର ଗଠନ ହେବ, ଏଇଟା ତ ନିଶ୍ଚିତ ହେଇଛି। ମୋହନାବାସୀ ବହୁତ ସଚେତନ। ମୋହନାବାସୀ ଏହି ବିଶାଳ ବାଇକ୍ ରାଲିରେ ରାସ୍ତା ପାର୍ଶ୍ୱ ଗ୍ରାମ ସମୂହର ଉଭୟ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ମିଳିବା ସହ ଗ୍ରାମ ଭିତରେ ଆୟୋଜିତ ପଥପ୍ରାନ୍ତ ସଭାରେ ବିପୁଳ ଜନସମର୍ଥନ ଆଶା କରିଥିଲେ। ପଥପ୍ରାନ୍ତ ସମାଗମରେ ସେ ରାଜ୍ୟ ନେତୃତ୍ୱାଧୀନ ବିଜେଡି ସରକାରଙ୍କ ଲେଖା ଛିଣ୍ଡାଇ ଦେବା ଉପାଖ୍ୟାନକୁ ଗୁରୁତ୍ୱ ଦେଇଥିବା ବେଳେ ଆସନ୍ତା ନିର୍ବାଚନରେ ବିଜେପି ପାଇଁ ପଦ୍ମଫୁଲରେ ବଟନ ଦବାଇ ବ୍ରହ୍ମପୁର ସାଂସଦ ଏବଂ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମିଳିକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସେ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଆଜିର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଥିଲା, ବହୁତ ବଢ଼ିଆ ଥିଲା। କାର୍ଯ୍ୟକର୍ତ୍ତାଙ୍କ ମନରେ ବହୁତ ଉତ୍ସାହ ଅଛି। ଭାରତୀୟ ଜନତା ପାର୍ଟିର ସବୁ କାର୍ଯ୍ୟକର୍ତ୍ତା ଉତ୍ସାହିତ ଅଛନ୍ତି। ଜନସାଧାରଣ ବି ସ୍ୱାଗତ ବହୁତ ଗରମାଗରମ କରିଛନ୍ତି। ପ୍ରଚାର ବହୁତ ଧୁମଧାମରେ ଆଜି ଥିଲା, ବହୁତ ବଢ଼ିଆ ଥିଲା। ବାଇକ୍ ରାଲିଟା ବହୁତ ସୁନ୍ଦର ଥିଲା। କ'ଣ କହିବେ ସାର୍? ବର୍ତ୍ତମାନ ଆଜି ଯେଉଁ ନିର୍ବାଚନ ରହିଛି, ଗତ ନିର୍ବାଚନରେ ଆପଣଙ୍କର କିଛି ଭୋଟରେ ଓହରି ଯାଇଥିଲେ, ତ ବର୍ତ୍ତମାନ ନିର୍ବାଚନରେ ଆପଣଙ୍କର ମୁଦାକୁ ନେଇକି ବର୍ତ୍ତମାନ ଆପଣ ନାଇଁ, ମୁଦା ତ ସେଇ ପୁରୁଣା ମୁଦା ହିଁ କାୟମ ଅଛି। ମୌଳିକ ସୁବିଧା ନାହିଁ। ମୋହନା ନିର୍ବାଚନ ମଣ୍ଡଳୀରେ କୌଣସି ବ୍ଲକରେ ଗୋଟେ ଭଲ ବସଷ୍ଟାଣ୍ଡଟେ ବି ଏପର୍ଯ୍ୟନ୍ତ ହେଇପାରିଲାନି। କାଁ ଭାଁ ଗୋଟେ ଏବେ ନିର୍ବାଚନ ଜଷ୍ଟ ନିକଟତର ହେଲା ବେଳକୁ ସେ ଗୋଟେ ଲୋକ ଦେଖାଣି ଗୋଟେ ହିଁ ବୋଧେ କରିଛନ୍ତି, ଗୋଟେ ଦୁଇଟା କରିଛନ୍ତି। କିନ୍ତୁ ଅଧିକାଂଶ ଜାଗାରେ ଏବେ ବି ବସଷ୍ଟାଣ୍ଡଟେ ନାହିଁ, ଷ୍ଟାଡିୟମଟେ ନାହିଁ, ଭଲ ଗୋଟେ ହସ୍ପିଟାଲଟେ ନାହିଁ, ଭଲ ଏଜୁକେସନ୍ ଥିବା ମାନେ ସ୍କୁଲଟେ ନାହିଁ। ଯଦିଓ ସ୍କୁଲ ଜାଗା ବାହାରେ ଚକାଚକ ଦେଖାଯାଉଛି, ଭିତରେ ମାଷ୍ଟର ନାହାନ୍ତି। ବେସିକ୍ ନିଡ୍ ସବୁ ଯେଉଁଟା ରିକ୍ୱାରମେଣ୍ଟ ଅଛି ଭଲ ଇନଷ୍ଟିଚ୍ୟୁଟ୍ ପାଇଁ, ସେଇ ସବୁ ବି ନାହିଁ। ତ ନିଶ୍ଚିତ ଭାବେ ଦୁର୍ନୀତି ତ ବହୁତ ଭର୍ତ୍ତିକି ରହିଛି, ବହୁତ ଅଭାବ ଅସୁବିଧା ଅଛି। କୃଷିର ଅଭାବ ଅଛି, ଜଳସେଚନର ଅଭାବ ଅଛି, ଚାଷର ଏଠି ଉନ୍ନତ ନାହିଁ। ଆଧୁନିକ ପ୍ରଣାଳୀରେ ବିଭିନ୍ନ ପ୍ରକାର ଚାଷ ହେବା କଥା। ବିକଶିତ ଭାରତରେ ଆପଣଙ୍କର ଦେଖିଥିବେ ବିଗତ ଦିନରେ ଯେଉଁ ବିକଶିତ ଭାରତ ଯାତ୍ରା, ସଂକଳ୍ପ ଯାତ୍ରା ହେଇଥିଲା, ସେଠି ଡ୍ରୋନ୍ ଦେଖା ହେଇଥିଲା, ଯେଉଁଟାକି ମାନେ ଚାଷରେ ଏଇଟା ବ୍ୟବହାର କରାଯିବା କଥା। ତ ଭାରତବର୍ଷରେ ଚାଷୀ ଡ୍ରୋନ୍ରେ ଯେତେବେଳେ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି କିମ୍ବା ଆପଣଙ୍କର ଯେଉଁ ସ୍ପ୍ରେ କରୁଛନ୍ତି ମେଡ଼ିସିନ ସବୁ କିମ୍ବା ଯାହା ଇନପୁଟ୍ ସବୁ, ସେତେବେଳେ ଏଇଠି ଚାଷ ଜମି ପଡ଼ିଆ ପଡ଼ିଛି, ଖାଁ ଖାଁ ରହିଛି, ମାଟି ଫାଟିକି ରହିଛି। ତ ଏଭଳି ପରିସ୍ଥିତିରେ ସରକାର କେଉଁଭଳି ଭାବରେ ସେ ମାନେ ନିର୍ବାଚନରେ କ'ଣ ମୁଦା ତାଙ୍କର କେଉଁଭଳି ଭାବରେ ସେ ଲଢ଼େଇ କରିବେ ଭାରତୀୟ ଜନତା ପାର୍ଟି ସାଙ୍ଗରେ, ଇଏ ଗୋଟେ ବିରାଟ ବଡ଼ ପ୍ରଶ୍ନବାଚୀ। ତ ନିଶ୍ଚିତ ଭାବରେ ଏଇଥରକ ତାଙ୍କର ପରାଜୟ ସୁନିଶ୍ଚିତ, ଏଇଥରକ ଡବଲ ଇଞ୍ଜିନ୍ ସରକାର ହେବା ବି ସୁନିଶ୍ଚିତ ଏବଂ ବିଜୟ ସୁନିଶ୍ଚିତ ଭାରତୀୟ ଜନତା ପାର୍ଟିର ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ବିକଶିତ ଭାରତର ଯେଉଁ ସଂକଳ୍ପ ଆଉ ଯେଉଁ ସ୍ୱପ୍ନ ଅଛି, ସେଇଟା ଓଡ଼ିଶାରେ ନିଶ୍ଚିତ ଭାବେ ଫଳବତୀ ହେବ ଆଗାମୀ ଦିନ। ଏଥିରେ ଦ୍ୱିମତ ହେବାର ନାହିଁ। କହିବା ଯେ ମୋହନା ନିର୍ବାଚନ ମଣ୍ଡଳୀଟା ହେଉଛି କଂଗ୍ରେସର ଗୋଟେ ଗଡ଼। ତ 2014ରେ ଅବଶ୍ୟ ବିଜେଡି ଗଡ଼କୁ ଦଖଲ କରିଥିଲା, କିନ୍ତୁ 2019ରେ ପୁନର୍ବାର କଂଗ୍ରେସ ତାର ସ୍ଥିତିକୁ ବଜାୟ ରଖିଲା। ତ ବର୍ତ୍ତମାନ ମଧ୍ୟ କଂଗ୍ରେସ ଦୃଢ଼ୋକ୍ତି ଦେଖାଉଛି ଯେ ମୋ ଗଡ଼ ରକ୍ଷା କରିବାରେ ମୁଁ ସକ୍ଷମ ହେବି ଏବଂ ବିଜେଡି କହୁଛି ଯେ ଆମର ଏଥର ଏଠି ଶଙ୍ଖ ବାଜିବ। ଆପଣ କ'ଣ କହିବେ? ଏଥର କ'ଣ ଚଳିତ ନିର୍ବାଚନରେ ପଦ୍ମ ଫୁଟିବ କି? ୟା ଉପରେ ବେଶୀ କିଛି ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ। କନା କର୍ପୂର ଉଡ଼ିଗଲାଣି, ଖାଲି ଶୁଖିଲା କନାଟା ପଡ଼ିକି ରହିଛି। ଆଉ ତାର ପ୍ରମାଣ ଆପଣମାନେ ଆଗାମୀ ନିର୍ବାଚନରେ ଦେଖିବେ। ଫୁଲରେ ବଟମ ଦବେଇକି ଲୋକ କେଉଁଭଳି ଭାବରେ ତାର ମାନେ
କ'ଣ କହିବେ ମାନେ ପ୍ରତିଶୋଧ ନେଉଛନ୍ତି କିମ୍ବା ତାର ଜବାବ ଦେଉଛନ୍ତି ସେଇଟା ଆପଣମାନେ ଦେଖିବେ ଆଗାମୀ ଦିନରେ ଆପଣମାନେ ନିଶ୍ଚିତ ଭାବେ ସେଇଟା ଦେଖିବେ ଆଉ ବିଜୟ ଭାରତୀୟ ଜନତା ପାର୍ଟିର ହେବାର ସୁନିଶ୍ଚିତ ଏଥିରେ ଦ୍ୱିମତ ହେବାର ନାହିଁ କେବଳ ଆମେ 2024 ନିର୍ବାଚନରେ ବିଜେପି କଥା ଛିଡ଼ିବ ଆଉ। କରିବ ପଦ୍ମ ଫୁଟିବ। ଫୁଟିବ ଅଲବତ ଫୁଟିବ। ବିଜେପି ପକ୍ଷରୁ ଆୟୋଜିତ ଏହି ଚିତ୍ତାକର୍ଷକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀଙ୍କ ସହ ଅଞ୍ଚଳ ବିଜେପି ଅନୁଗତ ପ୍ରମୁଖ ଯୋଗ ଦେଇଥିଲେ। ମୋହନାରୁ ମୋହନ ଗୌଡ଼ଙ୍କ ରିପୋର୍ଟ, ନାରଦ ନ୍ୟୁଜ୍ ଓଡ଼ିଆ। ରାଜନୈତିକ ପାଣିପାଗ ବିଜେପି ପାଇଁ ମୋହନା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଜାଗା ବୁଲିଲା ପରେ ପାଣିପାଗ ବହୁତ ସୁନ୍ଦର ଅଛି, ଭଲ ଅଛି ଆଉ ବିଜେପି ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ଅଛି। ଗତକାଲି 5T ଅଧ୍ୟକ୍ଷ ଯିଏକି ବିକେ ପାଣ୍ଡିଆନ ସାର୍ ମଧ୍ୟ ପରିପ୍ରେକ୍ଷୀରେ ଚନ୍ଦ୍ରଗିରି ଅଞ୍ଚଳକୁ ଗସ୍ତ କରିଥିଲେ। ତ ଆପଣଙ୍କର ଗୋଟେ ଲେଖା ଅଛି ଯେ ଏଥର ଲେଖା ଛିଡ଼ିବ। ଦ୍ୱିତୀୟତଃ ଆପଣ ଅନେକ ଥର ମଧ୍ୟ କହିଛନ୍ତି ଯେ ପାଣ୍ଡିଆନ ଆପଣଙ୍କର ସାନ ଭାଇ, କିନ୍ତୁ ଭାଇ ଏଠି ଆପଣଙ୍କର ଭଗାରି ସାଜିଛି। ଗତକାଲି ସେ ଆସିକି ଯେଉଁ ବିବୃତ୍ତି ଦେଇଛନ୍ତି ଆପଣମାନେ ତ ଶୁଣିଥିବେ ମଧ୍ୟ ନିଶ୍ଚିତ ଭାବରେ ଯେ ସେ କହିଛନ୍ତି ଯେ ଆପଣ ଜଣେ ଜେଲ୍ ଫେରନ୍ତା ଆସାମୀ, ଆଉ ପୁଣି ଥରେ ଆପଣ ଆସିବେ ଏ ଅଞ୍ଚଳକୁ ଆସିବେ ଭୋଟ ଭିକ୍ଷା କରିବେ, କିନ୍ତୁ ଲୋକଙ୍କୁ ନିବେଦନ କରିଥିଲେ ଯେ ତାଙ୍କୁ କେହି ଭୋଟ ଦେବେନି ଏବଂ ପୁଣି ଥରେ ତାଙ୍କୁ ଜେଲ୍ ପଠାଇବାକୁ ପଡ଼ିବ। ଏ ଲେଖାଟା କେମିତି ଛିଡ଼ିବ? ଏ ଯେଉଁ ଏ କଥାଟା ବଡ଼ ମଜା କଥାଟା କବି ସୂର୍ଯ୍ୟନଗର କାଲି ରାତିରେ ପଚାରିଲେ ତ ରାତି 9ଟା 10ଟା ବେଳକୁ ଆଉ ସେତେ ତାର ଇଏ ନଥିଲା, ମାନେ ମୋସନଟା ଯେଉଁ ଡିଟେଲ୍ ମୁଁ ଜାଣିନଥିଲି, ସ୍ପୋର୍ଟ ଶୁଣିଲି କାହିଁକିନା ତାର ଗୋଟେ ଷ୍ଟାଣ୍ଡାର୍ଡ଼ ଲୋକର ଷ୍ଟେଟମେଣ୍ଟ ଦେଖିବା ପାଇଁ ମୁଁ ଯୋଗ୍ୟ ଫିଲ୍ କରୁନଥିଲି। ତ ପ୍ରେସ୍ ମାନେ ପଚାରିଲି କ'ଣ କହିଲା ନା ଏମିତି କହିଲା ପରେ ମୁଁ ଇନଷ୍ଟାଣ୍ଟ ରିଏକ୍ସନ୍ କରିଥିଲି। ଆଜି ସକାଳେ ବି ମୁଁ ଦେଖିନଥିଲି, ଗୋଟେ ୱାର୍ଲଡ ଷ୍ଟାଣ୍ଡାର୍ଡ଼ର BBC କି ଗୋଟେ ଭଲ ଷ୍ଟାଣ୍ଡାର୍ଡ଼ର କି ଆମେରିକାନ ପ୍ରେସିଡେଣ୍ଟ କି ଇଣ୍ଡିଆନ ପ୍ରାଇମ୍ ମିନିଷ୍ଟର କି ଗୋଟେ ସିନିୟର ମିନିଷ୍ଟର କଥା ଶୁଣିଲେ ସିନା ହେବ। ସବଷ୍ଟାଣ୍ଡାର୍ଡ଼ ଲୋକମାନେ କଥା ଶୁଣିବା ପାଇଁ ମୁଁ ସମୟକୁ ନଷ୍ଟ କରେନି। ହେଲେ ଏଇ କଥାଟା ଯେତେବେଳେ ଆସିଛି ଏବେ ଆଉ ଏଇଟା ଗୋଟେ ବହୁତ ଜୋରରେ ଧରୁଛି, ଆକୁ କ୍ଲାରିଫାଇ କରିବାକୁ ପଡ଼ିବ। କ'ଣ କହିଲେ, କ'ଣ କହିଛନ୍ତି ତାଙ୍କର ଷ୍ଟେଟମେଣ୍ଟଟା? ସେ କହିଛନ୍ତି ଯେ ଆପଣ ଜଣେ ଜେଲ୍ ଫେରନ୍ତା, ଆଉ ପୁଣି ଥରେ ଜେଲକୁ ପଠାଇବାକୁ ପଡ଼ିବ, ଆପଣ ଆସିବେ ଅଞ୍ଚଳକୁ ଆସିବେ ଭୋଟ ମାଗିବେ। ଜେଲ୍ ଫେରନ୍ତା ତ ବହୁତ ଲୋକ ପଲିଟିକ୍ସରେ, ଏମିତି ମହାତ୍ମା ଗାନ୍ଧୀ ବି ଜେଲ୍ ଯାଇ ଫେରିଥିଲେ, ନେହେରୁ ବି ଫେରିଥିଲେ, ଏମିତି କିଏ ନାହାନ୍ତି ପଲିଟିକ୍ସରେ ଯିଏ ପାବ୍ଲିକ୍ ପାଇଁ ଲୋକଙ୍କ ପାଇଁ ଲଢ଼ନ୍ତି। ବିଭିନ୍ନ ସମୟରେ ଲୋକଙ୍କ କଥାକୁ ଦାବି ଆଉ ଅଧିକାରକୁ ମାଗିଲା ବେଳେ ଯିଏ ସରକାରରେ ରହନ୍ତି, ଶାସନ ଯିଏ କରନ୍ତି, ତାଙ୍କର ବିରୋଧାଚରଣ ହୁଏ। ଯେତେବେଳେ ଲୋକଙ୍କର ମାନେ ସରକାର ବିରୋଧାଚରଣ ହୁଏ, ସେମାନେ କେସ୍ ଲଦନ୍ତି। ପୋଲିସ ଯେହେତୁ ତାଙ୍କର ଗୋଟେ ସରକାରଙ୍କର ଗୋଟେ ଅଂଶ ଥାଏ, ଅଙ୍ଗ ଥାଏ, ସେ ଅଙ୍ଗ ଦ୍ୱାରା ପୋଲିସ କେସ୍ କରେଇକି କରନ୍ତି। ସୋ ମୋ କ୍ଷେତ୍ରରେ ବିଜୁ ଜନତା ଦଳର ସୁପ୍ରିମୋ ହେଉ କି ତାଙ୍କର ସିଷ୍ଟମ୍ ସହିତ ଯେତେବେଳେ ପଡ଼ିଲା ନାହିଁ, ମୋତେ ଦୂରେଇବା ପାଇଁ ଯେତେବେଳେ ଚେଷ୍ଟା କଲେ, ତାଙ୍କ ପାଖରେ ଆଉ ରାସ୍ତା କିଛି ନଥିଲା। ମୋ ଅଞ୍ଚଳର କିଛି ମୋ ପଞ୍ଚାୟତର ଯୁବକକୁ କହିକି କେସ୍ ତାଙ୍କୁ ଡରାଡରି କରିକି, ଯେମିତି ଏବେ ଯେମିତି ମୋତେ ଜେଲ୍ ପଠାଇବିଲେ ଆଉ ତେ ଧମକ ଦେଉଛନ୍ତି, ସାଧାରଣ ଲୋକ ପୋଲିସକୁ ସବୁବେଳେ ଡରନ୍ତି। ତାଙ୍କ ଆଧାରରେ ଗୋଟେ 5ଟି ନା 6ଟି କେସ୍ ବ୍ରହ୍ମପୁରରେ ଦେଇଛନ୍ତି ଆଉ ଭୁବନେଶ୍ୱର ଗୋଟେ କେସ୍ରେ ଯେଉଁଟା ଆରେଷ୍ଟ ମୋତେ କରି ପଠାଇଦେଲେ। ବର୍ତ୍ତମାନ ସେ କେସ୍ ବିଚାରାଧୀନ ଅଛି। ସେ କେସ୍ରେ ମୁଁ ସଜା ହେଲେ ଜେଲ୍ ଯିବି, ଯଦି ସଜା ହେଲା ନାହିଁ ମୁଁ ବାହାରେ ରହିବି। ଲୋକ ଯେତେବେଳେ କେସ୍ ଦେଲେ ଆଉ ବିଚାରାଧୀନ ଅଛି, ଯେଉଁ ଏ ଚିଙ୍ଗୁଡ଼ି ମୋ ସାନ ଭାଇଟା କେଞ୍ଚୁଆ, ନୂଆ ପାଣିରେ କେଞ୍ଚୁଆ ପଲିଟିକ୍ସରେ, ସିଏ କେଉଁ ଆଧାରରେ କହୁଛି ଯେ ତାଙ୍କୁ ମୁଁ ଜେଲ୍ ପଠାଇବି? କ'ଣ ତଥ୍ୟ ତା ପାଖରେ ଅଛି? ନିର୍ବାଚନ ସମୟରେ ନିର୍ବାଚନ କମିଶନର ଗାଇଡ଼ଲାଇନ୍ ଅନୁସାରେ ଆ ପାଖରେ କ'ଣ ସୂଚନା ଅଛି? ଇଏ କେଉଁ ଅଧିକାରରେ, ସରକାରଙ୍କର କେଉଁ କେପାସିଟିରେ ଇଏ ଅଛି? ଆ ପାଖରେ କ'ଣ ତଥ୍ୟ ଅଛି କେସ୍ ମ୍ୟାଟେରିଆଲ୍ ଯେ ଇଏ ମୋତେ ଜେଲ୍ ପଠାଇବ? ଇଏ ଗୋଟେ ଡାଲି ଚୋର। କଲେକ୍ଟର ଗଞ୍ଜାମ ଥିଲାବେଳେ ତୁମେ ଜାଣିଥିବ 2010-11 ବେଳେ ଡାଲି ଚୋରରେ ନାଁ ଆସିଥିଲା ନାହିଁ, ଭିଜିଲାନ୍ସ କେସ୍ ଇନକ୍ୱାରି ହେଇଛି କି ନାହିଁ? ଇଏ ଯେତେବେଳେ CM ଅଫିସ୍ ଗଲା, ସେଇଠି ନିଜ ଫାଇଲଟାକୁ ନିଜେ କ୍ଲିୟର କେଉଁଠି ହେଉଛି କି? ପ୍ରାଇଭେଟ୍ ସେକ୍ରେଟାରୀ ହିସାବରେ CMଙ୍କର କାମ କଲା, ସେଇଠି ହୋମ୍ ଡିପାର୍ଟମେଣ୍ଟର କର୍ତ୍ତୃତ୍ୱ ଥିଲା। ତ
ତା ହାତରେ ଡେପୁଟି ସେକ୍ରେଟାରୀ ହୋମ୍ को कहीकि फाइल प्रोसेस कर जी फाइल क्लीयर करवा कौटे जुक्तियुक्त अच्छी एबे सरकार बदलुची सरकार बदलिले जितेबले भाजपा सरकार हम तू भावुची छाड़देव सब से होम डिपार्टमेंट से डाली फाइल आउ पुनर्विचार हम पुणी आउ এইটা কেମିତି হবা শঙ্কার আরপটা আইଛି আরপটা ସିନ୍ତି ହବନି ଆରପଟା ଆବଷ୍ଟେଣ୍ଟ କ୍ଲିୟର ହବ ଆଇରେ କିଛି ଭାବିବାର ନାହିଁ ତମକୁ ନବା ନଥିବ ନ ନିଅ କିନ୍ତୁ ଆରୋପ ସବୁବେଳେ କ୍ଲିୟର ହବ ସୋ ଯେତେବେଳେ ସେ ଆରୋପ ଦେଇଛି ତାର ଆରୋପଟା ତ ଜାଣିବାର ଅଛି ନା ଲୋକମାନେ ଭାବୁଛି ସେ ବଡ଼ କ୍ଲିନ୍ ଟା ଭାବୁଛି ସେ ଯୋଉ ଆସ୍କା ଡିଆଇଟା ଗୋଟେ ଗଭର୍ଣ୍ଣମେଣ୍ଟ ଅଫିସର ସେ ଗୋଟେ ଗଭର୍ଣ୍ଣମେଣ୍ଟ ଅଫିସର ଯେ ଆଉ ତ ଓଡ଼ିଶାରେ ଆଉ କିଏ କାହା ବିରୁଦ୍ଧରେ ଦେଇନାହାନ୍ତି ତାକୁ 2 ଲକ୍ଷ ମାଗିବାଟା ଏ ଯୋଉ टीचर मान ट्रांसफर मिछ कि सी हाईकोर्ट ता फेवर ऑर्डर आसे मिछ कि ताकू ये रिइनस्टेट न करिया मिछ कि हेले आ नारे जो रिक्रुटमेंट स्काम रे बहुत पिला आरोप दबा मिछ कि ये सीएम का ऑफिस रे हट चमट करिया मिछ कि ये जो तमिलनाडु आनिकरी विभिन्न जगह टेंडर फिक्सिंग करिया मिछ कि आको इनक्वायरी करूना चीफ मिनिस्टर ये तो बड़ सोचोड़ चीफ मिनिस्टर से पॉलिटिकल गॉडफादर फर्स्ट पॉलिटिकल सन होती सेटा इनक्वायरी करांतु सो निर्वाचन कमिशन पीरियड रे से जहाँ कहते कौटे गोटे बसी पड़ुंट टाइम्स ऑफ इंडिया क्या गोटे रिपोर्टर साथ कथा हो जाती कौटे गोटे खाई दौरान क्या पाठ पढ़ाऊँ ओडिया लोक भुक बोली भावुँ ना कौन से एथर से कही ए जाति आज जागृत होती आज सजग अच्छी सचेतन अच्छी एभली मंतव्य गोटे एमपी कैंडिडेट तांकर पार्टी रे कार आरोप नहीं भृगु बक्सीपात्र ना आरोप नहीं मर्डर केस अच्छी मो ना 420 देती पूरा ता ना मर्डर केस देती आहरी सीरीयस केस अच्छी सी अरेस्ट हेनी ना कहीं पाखे अच्छी नवीना पाखे होम डा अच्छी ना कौन